ଏକ ପବିତ୍ର ଅବସରରେ ପରମ ପିତାଙ୍କର ଚରଣରେ ସେଇ ବିଦେୟୀ ଆତ୍ମାର ଚିର ଶାନ୍ତି ନିମିତ୍ତ ପରମ ପିତାଙ୍କର ଚରଣ ତଳେ ପ୍ରାର୍ଥନା କରେ। ବାସ୍ତବିକ ଜଣେ ମହନୀୟ ବ୍ୟକ୍ତିତ୍ୱ ସିଏ, ଯିଏ ବଂଶ ପାଇଁ ପ୍ରବଳ ହୋଇ ଉଠିଛନ୍ତି। ଯେଉଁ ବଂଶର ଧାରା ବୋଧେ ଅନାଦି କାଳ ପର୍ଯ୍ୟନ୍ତ ଚାଲିବ, এই ବଂଶରେ ଜଣେ ঋତିକ୍ ଯିଏ ଜନ୍ମଗ୍ରହଣ କରିଥିଲେ, ପରବର୍ତ୍ତୀ ପିଢ଼ି ନିଶ୍ଚିତ ଭାବରେ ସେମାନଙ୍କୁ ସ୍ୱୀକାର କରିବେ। ମତେ ଟିକେ ମାସିଆ ଲୋକ ତ ଟିକେ ଅସୁବିଧା ମତେ ଲାଗେ। ଦୀର୍ଘ 37 ବର୍ଷ ଧରି କଲେଜରେ ପାଠ ପଢ଼ି ଆସିଛି। এই ପିଲାମାନଙ୍କୁ ଟିକେ ଡିଷ୍ଟର୍ବ ହେଇଗଲେ ମୁଁ କାହିଁକି କହିପାରୁନା। ତା ହଉ ନ ହଉ ଜଣେ ସଙ୍ଗୀତକାର ହିସାବରେ ପରମଦାସ ଶିଶୁ ଠାକୁର କହୁଛନ୍ତି, ଜୀବନଟା ଯଦି ବେତାଳ ଚାଲେ ବୋଧଟା ତୋର ବେତାଳ ହୁଏ। ବେତାଳ ଚলার ব্যতিক্রমটা ক্রমে ক্রমে ହିଁ ବୃଦ୍ଧି ପାଏ। ଜୀବନଟା ଏକ ନିର୍ଦ୍ଦିଷ୍ଟ ତାଳରେ ଚାଲିଛି। ତାଳ ଯଦି ଟିକିଏ ବେତାଳ ହେଇଯାଏ, ଯେମିତି ସମୟ କ୍ରମରେ ତା ବଢ଼ି ବଢ଼ି ଚାଲେ, ଠିକ୍ ସେଇ ନ୍ୟାୟରେ ସତ୍ସଙ୍ଗ ଏକ ଶୃଙ୍ଖଳିତ ଅନୁଷ୍ଠାନ। ଏପରିକି ବହୁ ଜିନିଷ ଏଠିକି ଆସିଲେ ମଣିଷ ଶିଖିକରି ଯାଏ। ତେବେ ମୋଟାମୋଟି ସାଧ ସମ୍ପର୍କରେ କିଛି କଥା ରଖିବି। ମତେ ଜଣେ ଭାଇ କହିଛନ୍ତି, କହିଲେ ରାତି ପାଇଲେ ସାବିତ୍ରୀ ବ୍ରତ, ସେ ବ୍ରତ ସମ୍ପର୍କରେ କିଛି କଥା ରଖିଲେ ଅନ୍ତତଃ ମା ମାନଙ୍କ ପାଇଁ ଶିକ୍ଷଣୀୟ ହୋଇ ଉଠିବ। ୟାକୁ ଭିତ୍ତି କରି ଏହି ସ୍ୱଳ୍ପ ସମୟ ସୀମାର ପରିସର ଭିତରେ ମୁଁ କଥାବସ୍ତୁକୁ ଆପଣମାନଙ୍କ ସାମ୍ନାରେ ଉପସ୍ଥାପନ କରିବାର ଏକ ପ୍ରୟାସ ମାତ୍ର କରିବି। ମହାଭାରତ ଯୁଦ୍ଧ ସରିଛି। ଯୁଦ୍ଧର 36 ବର୍ଷ ପର୍ଯ୍ୟନ୍ତ राज्य शासन କରିଛନ୍ତି ଯୁଧିଷ୍ଠିର ମହାରାଜ। ଭଗବାନ ଶ୍ରୀକୃଷ୍ଣଙ୍କର ଦେହାନ୍ତ ପରେ, ଇହଲୀଳା ସମ୍ବରଣ ପରେ ବୀତସ୍ପୃହ ହୋଇ ଉଠିଛନ୍ତି ଏ ପାଣ୍ଡବ ପକ୍ଷ। ରାଜ୍ୟ ପରିତ୍ୟାଗ କରି ସ୍ୱଶରୀରରେ ସ୍ୱର୍ଗ ଗମନ କରିବା ମାନସର ସେଦିନ ତାଙ୍କର ଯାତ୍ରା ଆରମ୍ଭ କରିଛନ୍ତି। ସେ ଘଟଣା ଆମେ ଜାଣୁ। ଶେଷରେ ସମର୍ଥ ହେଇଛନ୍ତି ଯୁଧିଷ୍ଠିର ମହାରାଜ। ଯମରାଜଙ୍କ ପାଖରେ ସେ ଯେତେବେଳେ ଶ୍ମଶାନରେ ପହଞ୍ଚିଛନ୍ତି, ଯମରାଜ କହୁଛନ୍ତି, କହିଲେ ମହାରାଜ ଆପଣଙ୍କୁ ନର୍କ ଦର୍ଶନ କରିବାକୁ ପଡ଼ିବ। କିଛି ସମୟ ପାଇଁ ନର୍କ ଦର୍ଶନ କରିବାକୁ ଯିବେ। ଶିଶୁ ଠାକୁରଙ୍କର ପରିଭାଷାରେ ନର୍କ ମାନେ ନ ଅର୍କ, ଅର୍କ ମାନେ ସୂର୍ଯ୍ୟ, ଅର୍କ ମାନେ ଆଲୋକ। ଯେଉଁଠାରେ ଆଲୋକ ନାହିଁ ତାହିଁ ହେଲା ନର୍କ। ଆପଣ ଜାଣିଛନ୍ତି ଆପଣ କାହିଁକି ନର୍କକୁ ଯିବେ? ନା ହଁ ମୁଁ ଜାଣିଛି। ନା କାରଣ କ'ଣ? ନା କାରଣ ହେଉଛି ମୁଁ ଦିନେ ମିଛ କହିଥିଲି, ସେଥିପାଇଁ ମୋତେ ନର୍କ ଯନ୍ତ୍ରଣା ଭୋଗ କରିବାକୁ ପଡ଼ିବ। ଯୁଧିଷ୍ଠିର କହିଲେ ଏଇ କଥାକୁ ଶୁଣିକରି ଯମରାଜ ହସିଦେଲେ। କହିଲେ ଆପଣ ଭୁଲ କଥା କହିଲେ। ନା ମାନେ? ନା ଆପଣ ଯେ ମିଛ କହିଛନ୍ତି ସେଥିପାଇଁ ନର୍କ ଦର୍ଶନ କରିବେ ତା ନୁହଁ। ତା କାରଣ କ'ଣ? ନା ବିଶ୍ୱ ନିୟନ୍ତା ପରମେଶ୍ୱର ଭଗବାନ ଶ୍ରୀକୃଷ୍ଣ ଯେତେବେଳେ ନରୋତ୍ତମରେ ଅବତରଣ କରିଛନ୍ତି ଧର୍ମକୁ ସ୍ଥାପନ କରିବା ପାଇଁ, ଧର୍ମକୁ ସଂସ୍ଥାପନ କରିବା ପାଇଁ, ସ୍ଥାପନ ନୁହଁ ସଂସ୍ଥାପନ କରିବା ପାଇଁ ଯେତେବେଳେ ପହଞ୍ଚିଛନ୍ତି, ସେ ଦେଖିଲେ 14 ଦିନ ଧରି এই যে ভয়ঙ্কর যুদ্ধ, 10 দিন ঠাରୁ ଆରମ୍ଭ କରି 14 ଦିନ ପର୍ଯ୍ୟନ୍ତ ଯୁଦ୍ଧର ନେତୃତ୍ୱ ନେଇଛନ୍ତି ଦ୍ରୋଣାଚାର୍ଯ୍ୟ। ଯାହାଙ୍କର ମାନେ ବାଣରେ ସମଗ୍ର ପାଣ୍ଡବ ବାହିନୀ ବିକ୍ଷିପ୍ତ। ସମୟ ଆସିଲା, ସତେ ଯେପରି ଲାଗୁଛି ସେମାନେ ହିଁ ଜିତିଯିବେ, ପାଣ୍ଡବ ବାହିନୀ ହାରିଯିବେ। ଚିନ୍ତାରେ ପଡ଼ିଗଲେ ଲୀଳାମୟ ଭଗବାନ ଶ୍ରୀକୃଷ୍ଣ। ଭାବିଲେ ଦ୍ରୋଣାଚାର୍ଯ୍ୟଙ୍କୁ ଏହି ଯୁଦ୍ଧକ୍ଷେତ୍ରରୁ ଦୂରେଇ ନଦେଲେ ପାଣ୍ଡବମାନେ ଜିତି ପାରିବେ ନାହିଁ। କାରଣ ସେମାନେ ତାଙ୍କର ଆଶ୍ରିତ, ସେମାନେ ତାଙ୍କର ଦୀକ୍ଷିତ, ସେମାନେ ତାଙ୍କର ଚରଣାଶ୍ରିତ। ସେଥିପାଇଁ ସନ୍ଥ କବିର ଗୋଟେ ଦୋହାରେ କହୁଛନ୍ତି, ଚଳती चौकी सब कोई देखे, कील देखे ना कोई, जो किल को पकड़ के रहे साबत रहाई हुई। कहले ଆମେ ଚକି ସବୁ ଦେଖୁଛେ, ମଝିରେ ଗୋଟେ କିଳା ଅଛି ବା ବାଡ଼ିଟି ଅଛି, ତାକୁ କେହି ନଜର ପକାଉନା। ତାର ବିଶେଷତ୍ୱ ହେଲା ଯୋଉ ମୁଗ ବା ବିରି ସେଇ କିଳା କଡ଼େ କଡ଼େ ରହିଯାଏ, ସେ କିନ୍ତୁ ଗୁଣ୍ଡ ହୁଏ ନା। ଯେଉଁମାନେ ତଳକୁ ଫସି ଯାଆନ୍ତି ସେମାନେ କିନ୍ତୁ ଗୁଣ୍ଡ ହୋଇଯାଆନ୍ତି। ସେଇ ନ୍ୟାୟରେ ଯେଉଁମାନେ ଈଶ୍ୱରଙ୍କ ପାଖରେ ରୁହନ୍ତି,
ईश्वर संस्पर्श रुहति से क्षति हवा एक दुरूह ब्यापार। भगवान श्रीकृष्ण युद्धर चतुर्दश दिवस कहते युधिष्ठिर महाराज कहला भाई तमे काली टिके मिछ कह अहंकार को आघात लगी युधिष्ठिर कहला मो जीवन सारा के मिछ कही ना आपण कहते मु मिछ कहि प्रश्न उठुनी आउ युधिष्ठिर कथा को नहीं गत कर्मी सम्मेलन में तो डिसेम्बर कर्मी सम्मेलन में परम पूज्यपाद श्री आचार्य देव एक चमत्कार उपाख्यान को वर्णन कर आलोचना भीतर प्रसंग यही सी कहवाक चाहिए कहले युधिष्ठिर भली जड़े धर्मज्ञ पुरुष सी जीवन में एत बड़ कहीं दुख भोग कले 12 वर्ष काल सी वनवास खावा पाई ना एत कष्ट जड़े धर्मज्ञ पुरुष जीवन में कहीं आसला आचार्य देव कहते यहाँ अहंकार परिणति सी अहंकार वशत अहंकार कर से दुख को आमंत्रण कर प्रश्न करागला जे अहंकार कौन कले ना प्रथम कथा दुर्योधन जो भाई कहते राज्य से इंद्रप्रस्थ थिला वर्तमान अफगानिस्तान जो कांधार से गांधार राज्य जो युद्ध बर्तमान चली इरान से अखंड भारत वर्ष एक अंग विशेष तले बिहार थी अंग देश जो कर्ण थे राजा से बहु घटना एक चमत्कार प्रसंग को आलोचना करे तबे से कहते जिते पोषा खेल आमंत्रण पाई जड़े धर्मज्ञ पुरुष भाव मना करने कथा कि ग्रहण करने हाँ मुझे खेली अहंकार द्वितीय जिन दुर्योधन जो कपट भाव कहले मो तरफ पोषा पके मो मामू सकुनी से तुम ग्रहण कर तार मो तरफ पोषा पकईबे मोर आराध्य इष्ट देव कान्हा बा भगवान श्रीकृष्ण ता तुम कल ना यहाँ अहंकार परिचय जो जीवन में एत बड़ दुख आसला तेरे धर्मराज को कहते जमराज जो राति सारा आपण को बुझे टिके मिछ कहे यही सत मिछर परिभाष आसी ठाकुर अनुकूल चंद्र ठाकुर कहते सत्य ताकू ही कहे मंगल जो हुए क्षति प्रसु एपरी सत्य सत्य किंतु नुहे जो मंगल हम ताई हूँ सत्य जहाँ अस्तित्व को रक्षा कर सत्य क्षतिप्रसु कौन सत्य केवल सत्य नुहे कहले जो राति सारा तुमको बुझे काली टिके मिछ कह विश्व मंगल धर्म प्रतिष्ठा राजी होती धर्मराज युधिष्ठिर किंतु राति जो सकाल है मना करदे अहंकार वशत कले ना मु मिछ कही पारि परवर्ती घटना आपण मैंने जान ये विश्व नियंता परमेश्वर जाइछन्ति धर्म को स्थापन करने से चाहिए आपण ताही करंतु किंतु आपण तांको कथा को अवमानना कले अणहेला कले जोथि तुमको नरक दर्शन करने को पड़ो ठाकुर अनुकूल चंद्र बाणी देकी कहते धर्मर मुहूर्त प्रतीक जीवी निर्देश तार करिले हेला सातंतमयी पड़े तारा डुबे डुबे जीवन भेला धर्मर मूर्तिमंत प्रतीक जो धरावतरण करती निर्देश को ये शब्द पुरुषोत्तम साहित्य संभार टिके टिके गोटे गोटे शब्द भीतर देकी बहु किसी परिलक्षित हुए दीर्घ 37 वर्ष धरी मु अनुप्रवेश कर प्रयास कर साहित्य संभार को अवलोकन कर प्रयास करे चमत्कृत हवा पड़े ये शब्द लगे निर्देश द्वितीय दल एक तालवेश लगी कौन से जगार निर्देश शब्द लगी अनुसार लगी नहीं ये हूँ विशेषत्व निर्देश मान जन को बाध्य करवा जन को अर्डर करवा से किंतु जीवन में केवल अर्डर क्या करना बर आवेदन सुर निवेदन कर
ତମେ ମାନେ ଯଦି ପାଳନ କର ମଙ୍ଗଳ ତମ ମାନଙ୍କରି ହବ। ଏଇ ଥିଲା ତାଙ୍କର ନିର୍ଦ୍ଦେଶ। ତେଣୁ ଧର୍ମର ବୁଦ୍ଧିମନ୍ତ ପ୍ରତୀକ ପୁରୁଷୋତ୍ତମ ଯେତେବେଳେ ଆସନ୍ତି ନର ଅନ୍ତରରେ ତାଙ୍କର ନିର୍ଦ୍ଦେଶକୁ ଯେଉଁମାନେ ଅଣହେଳା କରନ୍ତି, ଅବମାନନା କରନ୍ତି, ସେଇମାନେ ତ ଧ୍ୱଂସ ମୁଖରେ ପତିତ ହୁଅନ୍ତି। ତେବେ ସମାଜର ମଧ୍ୟ ଏକ ବିରାଟ କ୍ଷତି ହୁଏ। 23/7/1948 ମସିହା ଆଲୋଚନା ପ୍ରସଙ୍ଗେ ତେଲ ଖଣ୍ଡରେ ଗୋଟିଏ ଛୋଟିଆ ଘଟଣାର ଅବତାରଣା କରିବି। ସୁରେଶ ବିଶ୍ୱାସ ନାମକ ଜଣେ ଏକ ଗୁରୁ ଭ୍ରାତା ଠାକୁରଙ୍କୁ ପଚାରୁଛନ୍ତି, କହିଲେ ଠାକୁର ଆମେ ଜାଣିଛୁ ଏ ମଣିଷ ଯେ ଦୁନିଆକୁ ଆସିଛି ପରେ ଯେ ମଣିଷ ହବ ଏଇଟା ଆପଣ ଅନେକ ଥର କହିଛନ୍ତି। ଯଦି ଭଲ କର୍ମ ମଣିଷ କରେ ତେବେ ମନରେ ଏକ ପ୍ରଶ୍ନ, ପରବର୍ତ୍ତୀ ଜନ୍ମ କଣ ଜଣେ ଛେଳି ଜନ୍ମ ପାଇପାରେ? ଠାକୁର ଗମ୍ଭୀର ହେଇକି କହିଛନ୍ତି ହଁ ହତେ ପାରେ। ଆଉ ସିଏ ଯଦି କୌଣସି ଦିବ୍ୟ ପୁରୁଷ ବା ପୁରୁଷଙ୍କର ମହାନ ପୁରୁଷଙ୍କର ସଂସ୍ପର୍ଶରେ ଆସେ ତେବେ ତାର ଜୀବନ ମୁକ୍ତି ହେଇଯାଇପାରେ। କହିବାଟି ଘଟଣାଟି ଏଇଥିପାଇଁ ଠାକୁର ଗୋଟିଏ ଛେଳି ପୋଷିଥିଲେ ପାବନା ହିମାୟତପୁରରେ। ତା ନାଁ ଦେଇଥିଲେ ହୃଦୟ। ଯେଉଁଦିନ ସେ ଚାଲିଗଲା ସେ ହୃଦୟ କିନ୍ତୁ ପ୍ରତ୍ୟେକ ଦିନ ଆସେ, ଠାକୁରଙ୍କୁ ଦୂରରୁ ନିରୀକ୍ଷଣ କରେ, କିଛି ସମୟ ଛିଡ଼ା ହେଇକି ରହେ, ଦୁଇ ଧାର ଆଖିରୁ ଧାର ଧାର ଲୁହ ବହି ଆସେ, ତାପରେ ଛେଳିଟି ଚୁପଚାପ ପଳେଇଯାଏ। ଯୋଉଦିନ ତାର ମୃତ୍ୟୁ ହେଇଛି ଠାକୁର ତାର ଶୁଦ୍ଧିକ୍ରିୟା ପାଇଁ ବ୍ରାହ୍ମଣ ଭୋଜନ କରିଛନ୍ତି, ଏକ ବିରାଟ ଅନୁଷ୍ଠାନ ମଧ୍ୟ କଲେ। ଏ କଥାଟାକୁ ଲକ୍ଷ୍ୟ କରି ଜନୈକ ଭକ୍ତ ଠାକୁରଙ୍କୁ ପଚାରୁଛନ୍ତି, ପ୍ରଫୁଲ୍ଲା ବିଶେଷ କରି ପ୍ରଫୁଲ୍ଲା ଥିଲେ ରାମକୃଷ୍ଣ ପରମହଂସ ଦେବଙ୍କର ମନ୍ତ୍ର ଶିଷ୍ୟ ପ୍ରାରମ୍ଭିକ ସ୍ତରରେ। ପରବର୍ତ୍ତୀ ସମୟରେ ଠାକୁରଙ୍କୁ ସେ ଗ୍ରହଣ କରିଛନ୍ତି। କାରଣ রামকৃষ্ণ ঠাকুর যে কহিনি গেল মু এবার আসিবি, এই ভাই বলে আমার দেহ হবে তাই ব্রাহ্মণের ছেলে, তাই তোমাদের সব জ্ঞান দিচ্ছে না, পুনি জন্ম হইতে আসুন। অনুসন্ধান করে প্রফুল্ল ঠাকুর পাখু আসছেন, দীক্ষা নেইছেন। সে পচারদেলে যেদিন হৃদয়ের মৃত্যু হয়েছে, কলে ঠাকুর মু শুনিছি রামকৃষ্ণ ঠাকুর পাখে জনে তাঙ্কর প্রিয় শিষ্য ভক্ত অনুরাগী এবং তাঙ্কর ভণজা ଯାହାର ନାଁ ଥିଲା ହୃଦୟ, କିଛି ଅପକର୍ମ କରିଥିଲା ଜୀବନରେ। ମୁଁ କାହିଁକି ଭାବୁଛି ଏଇ ଯୋଉ ହୃଦୟ ନାମକ ଛେଳି ଚାଲିଗଲା, ଇଏ ସେଇ ହୃଦୟ ନୁହଁ ତ ଯିଏକି ରାମକୃଷ୍ଣ ଠାକୁରଙ୍କ ସଭାରେ କିଛି ଅପକର୍ମ କରିଥିଲା। ଗୁରୁ ପତ୍ନୀଙ୍କ ପ୍ରତି ତାର ମନରେ କିଛି କୁଭାବ ଭାବନା ଥିଲା। ଠାକୁର କହୁଛନ୍ତି ହଁ ହେଇପାରେ, ସିଧା କହୁନାହାନ୍ତି, ବରଂ କହୁଛନ୍ତି ହଁ ହେଇପାରେ। କହିବା ନିଷ୍ପ୍ରୟୋଜନ। ଠାକୁର ଅନୁକୂଳ ଚନ୍ଦ୍ର କହିଛନ୍ତି ଏ ଜନ୍ମରେ ଯେ ଜଣେ ମଣିଷ ହେଇକି ଆସିଲା, ପର ଜନ୍ମରେ ସେଇ ଉଚ୍ଚ କୂଳର ମଣିଷ ହେଇକି ଆସିବ ତାର କୌଣସି ଗ୍ୟାରେଣ୍ଟି ବି ନାହିଁ। ବାଣୀ ମାଧ୍ୟମରେ କହୁଛନ୍ତି ଗୁରୁ ଦୟା ନୟ ବିନୀତ ଦାବିତଳେ ଗୁରୁ ଖାଏ, ଗୁରୁ ସ୍ୱାର୍ଥ ଅନ୍ଧ ବଗିର ଶକୁନି ଯଦି ତାରାଇ ପାଏ। ଯେଉଁମାନେ ତାଙ୍କ ଦୟାର ବିନୀତ ନୁହନ୍ତି, ତାଙ୍କ ଦୟାର ବିନୀତ ହବାର ମାନେ ହିଁ ହେଲା যে ଆମେ ଜୀବନରେ ଏତେ ଦୂର ପ୍ରାଚୁର୍ଯ୍ୟତା ଭିତରେ ଯେ ଅବସ୍ଥାନ କରୁଛେ ତାର ମୂଳରେ କିନ୍ତୁ ରହିଛନ୍ତି ତାଙ୍କର ଅହେତୁକ ଦୟା, ଅନନ୍ତ କରୁଣା। এই ବୋଧ ଯେତେବେଳେ ମଣିଷର ମନରୁ ଅନ୍ତର୍ନିହିତ ହେଇଯାଏ, ଗୁରୁର ଦୟା ନୟ ବିନୀତ ଦାବି ତୋଳେ ଗୁରୁର ଖାଏ। ଦାବି କରି ଯେ ଗୁରୁଙ୍କର ଖାଏ, ମୋର ଅଧିକାର ଅଛି, ମୁଁ ଏଇ ସମ୍ପତ୍ତିକୁ ଉପଭୋଗ କରିବି, ଗୁରୁଙ୍କର ସମ୍ପତ୍ତିକି। ଠାକୁର କହୁଛନ୍ତି ଶକୁନି ଯୋନି ତାରାଇ ପାଏ। ସେମାନେ ପରଜନ୍ମରେ ଶାଗୁଣା ହେଇକି ଆସନ୍ତି। ତେଣୁ ଜନ୍ମ ସମ୍ପର୍କରେ ଆମମାନଙ୍କର ଯୋଉ ଅବଧାରଣା ଥିଲା ଯେ ଏଥର ମଣିଷ ହେଇକି ଅଛି, ଆରଥରକୁ ମଣିଷ ହବା, ୟାକୁ ନେଇକରି ଏକ ଗବେଷଣା କରାଗଲା। ଠାକୁର ଯାହାଙ୍କ ଉପରେ ଦାୟିତ୍ୱ ଦେଇଛନ୍ତି ସିଏ ଆଉ କେହି ନୁହନ୍ତି, ସୁଶୀଲ ବସୁ। ଭାରତବର୍ଷର ବିଭିନ୍ନ ପ୍ରାନ୍ତକୁ ବୁଲି ବୁଲି ଯେଉଁମାନେ ଜାତିସ୍ମର ମଣିଷ ଥିଲେ, ପିଲାମାନେ ଜନ୍ମ ହୋଇଥିଲେ, ସେଇମାନଙ୍କର ଡାଟାକୁ ସଂଗ୍ରହ କରି ବହିଟିଏ ଲେଖିଛନ୍ତି, ତା ନାଁ ହେଉଛି ଜାତି ସ୍ମର କଥା। ନିହାତି ପଢ଼ି ନେବେ, ମୁଁ ସେ ଭିତରକୁ ଯାଉନି। ଏକ ପ୍ରାକ୍ଟିକାଲ ଏକ୍ସାମ୍ପଲ, 2024 ମସିହା କେଦାରନାଥ ବର୍ତ୍ତମାନ ଯୋଉଠି ଯାତ୍ରା ଆରମ୍ଭ ହେଇଛି, କେଦାରନାଥଙ୍କ ପାଖରେ ଗୋଟେ 9 ବର୍ଷର ପିଲା ବସିକି ଫୁଲ ବିକୁଛି। ହଠାତ୍ କରି ଦେଖିଲା ତାର ଆଗରେ 2 ଜଣ ମା ଝିଅ ଚାଲି ଯାଉଛନ୍ତି। ମାଟିର ବୟସ ଏଇ 45 ଖଣ୍ଡେ ହବ,
ଝିଅଟିର ବୟସ 14-15 ବର୍ଷ। ଦିଜଣ ଯାକ ଯେତେବେଳେ ଚାଲି ଯାଉଛନ୍ତି 9 ବର୍ଷର ପିଲାଟି ଜୋରରେ ଡାକୁଛି, ରୋଜି ଟିକେ ଶୁଣ। ମାଟି ଚମକି ପଡୁଛି, କହିବା ବାହୁଲ୍ୟ ସେ ଯୋଉ ମାଟିର ନାଁ ଥିଲା ରୋଜି। ସେ ଚମକି ପଡ଼ିଲେ, କାରଣ ସିଏ ଆସିଛନ୍ତି ବାଙ୍ଗାଲୋରରୁ। ଯେତେବେଳେ ଦେଖୁଛନ୍ତି ଗୋଟେ 9 ବର୍ଷର ପିଲା ତାଙ୍କ ନାଁ ଧରିକି ଡାକୁଛି, ତାଙ୍କ ରାଗ ଆସିଲା। ପାଖକୁ ଆସିକି କହୁଛୁ, ରେ ପିଲା ତ ଭାରି ସାହସ, ତୁ ମତେ ମୋ ନାଁ ଧରିକି ଡାକୁଛୁ। ପିଲାଟି ନୀରବି ଯାଇକି କହୁଛି, ମତେ ଭୁଲ ବୁଝିବନି, ତମେ ମୋ ସ୍ତ୍ରୀ ଥିଲ। ଯେତେବେଳେ ପିଲାଟି ଏ କଥାଟି କହୁଛି, କିଛି ଲୋକ ଜମିଗଲେ। ଏକ ସତ୍ୟ ଘଟଣା ଉପରେ ଆଧାରିତ ଏହି କଥାଟି। ଆମମାନଙ୍କର ସେଇ ଭାଗ୍ୟ ନାହିଁ, ପୂର୍ବଜନ୍ମର ସ୍ମୃତି ଆମମାନଙ୍କର ମନ ଭିତରେ ନାହିଁ। ତାକୁ ଭିତ୍ତି କରି ଯେଉଁ ଗ୍ରନ୍ଥ ବର୍ଣ୍ଣନ କରିଛନ୍ତି ଭାରତବର୍ଷର ସନାତନ ସଂସ୍କୃତିର ଏକ ପରମ ଗ୍ରନ୍ଥ, ତା ନାଁ ହେଉଛି ତତ୍ତ୍ୱମୀମାଂସା। ନିହାତି ଜୀବନରେ ଥରେ ପଢ଼ି ନେବେ, ଯାହାକୁ ବିଜ୍ଞାନୀମାନେ କହୁଛନ୍ତି ଇଟ୍ ମେଟାଫିଜିକ୍ସ। ମଣିଷର ମୃତ୍ୟୁ ପରେ କୁଆଡ଼େ ଯାଏ, କେଉଁଠି ରୁହେ, କ'ଣ ଖାଏ, ଜନ୍ମ କେମିତି ହୁଏ, ଶ୍ରାଦ୍ଧ କାହିଁକି କରାଯାଏ, ଶ୍ରାଦ୍ଧ କିପରି ନିବେଦନ କରାଯାଏ, ଏହି ସମସ୍ତ ଅସମାହିତ ଘଟଣା ଯାହା ଆମ ମନକୁ ବ୍ୟଥିତ କରେ, ତାଇ ତତ୍ତ୍ୱମୀମାଂସା ଗ୍ରନ୍ଥରୁ ବହୁ ଜିନିଷ ମିଳେ। ତେବେ ଠାକୁରଙ୍କର ଗ୍ରନ୍ଥକୁ ଯଦି ଆପଣମାନେ ଟିକେ ଗଭୀରତାର ସହିତ ପଢ଼ିବେ, ବୁଝି ନେବେ ଏହି ଜୀବନ ମୃତ୍ୟୁ ସମ୍ପର୍କରେ। ଯେତେବେଳେ ପିଲାଟି କହୁଛି, ତମେ ମୋ ସ୍ତ୍ରୀ ଥିଲ, ମାଟି ଚମକି ପଡୁଛି, ଲୋକ ଗୁଡ଼ିଏ ଜମିଗଲେ। ଏବଂ ସେ କହୁଛି, ପୁଅଟି କହୁଛି, କହିଲେ 2013 ମସିହାରେ ତମେ, ମୁଁ ଏବଂ ଝିଅଟି 2 ବର୍ଷର ହେଇଥିଲା, ମୋ ବାପା ବୋଉଙ୍କ ସହିତ ଆମେ କେଦାରନାଥ ଆସିଥିଲି ଦର୍ଶନ କରିବା ପାଇଁ। ହୋଟେଲରେ ଉପରେ ରହିଛେ, କାରଣ ସେ ହିଲ୍ ଷ୍ଟେସନ ଗୁଡ଼ାକ କିଛି ଖାଇବା ନଥିଲା, ଦୀର୍ଘ ଦିନର ବର୍ଷା। ମୁଁ ତଳକୁ ଓହ୍ଲେଇକି ଆସିଲି କିଛି ବିସ୍କୁଟ ନେଇକି ଯିବା ପାଇଁ। ମୋର ଦୁର୍ଭାଗ୍ୟ, ବିସ୍କୁଟ କିଣିଲା ଭିତରେ ଏକ ପ୍ରଚଣ୍ଡ ଲହରୀ ଆସିଲା, ମାଟି ଅତଡ଼ା ଖସିଗଲା, ଗୋଟେ ଟାଉନର ଫାଳେ ଦବିଗଲା, ଏହି ନଦୀ ଭିତରେ ବିଲୀନ ହେଇଗଲା। ସେତେବେଳେ ମୁଁ ବିଲୀନ ହେଇଗଲି, ମୋର ମୃତ୍ୟୁ ହେଇଗଲା। ମୁଁ କିନ୍ତୁ ପରିକଳ୍ପନା କରୁଥିଲି, ମୁଁ ଅନ୍ତତଃ ତମକୁ କହିକି ଯାଇପାରିଲିନି ଯେ ମୁଁ ତମକୁ ଠକିକି ଯାଇନି, ବରଂ ଏମିତି ଅପ୍ରତ୍ୟାଶିତ ଭାବରେ ମୋର ଏକ ଅପମରଣ ହେଇଛି। ପିଲାଟି ଯେତେବେଳେ ଏ କଥା ଗୁଡ଼ିକ କହୁଛି, ମାଟି ଆଖିରେ ଲୁହ, ସବୁ କଥା ସେ ସ୍ୱୀକାର କରିଛି। ଏବଂ ଗୋଟିଏ ଗୋଟିଏ କଥା ସେ କହୁଛି, ମାଟି ସ୍ୱୀକାର କରିଛି, କହିବା ନିଷ୍ପ୍ରୟୋଜନ। ସେଇ ଝିଅଟି, ସେଇ ମା ଝିଅ 2 ଜଣ ଯାକ ସେ ପିଲାଟିକି ନେଇ ବାଙ୍ଗାଲୋର ପଳେଇଲେ। କହିଲେ, ଅନ୍ତତଃ ତମେ ଆମ ପାଖରେ ରହିବ, ତାଙ୍କୁ ନେଇକରି ରଖିଛନ୍ତି। ମୁଁ ଏଇ ଘଟଣାଟି କହିବାର ତାତ୍ପର୍ଯ୍ୟ ହିଁ ହେଲା, ଠାକୁରଙ୍କୁ ସମର୍ଥ ଏମିତି ବହୁ ଘଟଣା ଘଟିଛି। ତାତ୍ପର୍ଯ୍ୟ ହିଁ ହେଲା, ଯେଉଁମାନେ ଆମମାନେ ଭାବିଛେ ଏଇ ଜୀବନଟା ଆମର ଶେଷ, সেই বিভ্রান্তির ରୁହନ୍ତୁ ନାହିଁ। କାରଣ ପୁନରପି ଜନ୍ମ, ପୁନରପି ମରଣ, ପୁନରପି ଜନନୀ ଜଠର ସହଜ ଏହି ନ୍ୟାୟ ପୁଣି ଆସିବା। ତେବେ ତାହା ନିର୍ଭର କରୁଛି ମଣିଷ ଏହି କର୍ମ ପ୍ରବାହ ଭିତରେ। ଆଉ ଗୋଟିଏ ଘଟଣାରେ ଅବତାରଣା କରି, କାରଣ ସ୍ୱାଦ ସମ୍ପର୍କିତ କିଛି ତଥ୍ୟ ନ ରଖିଲେ ଟିକେ ଅସୁବିଧା ଲାଗିବ। 1941 ମସିହାର ଆଉ ଏକ ଘଟଣା। 41 ମସିହା ପାବନା ହିମାୟତପୁର ଠାକୁର ଧାମ, ଜଣେ ମୁସଲମାନ ମୌଲବୀ। ମୁଁ କୌଣସି କାହାଣୀ କହୁନି, ଏକ ବାସ୍ତବ ଘଟଣା। ଆମେ ଯେଉଁମାନେ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ଦର୍ଶନକୁ ଆମେ ଆଗଭାଗରେ ହୁଏତ ବୁଝିବାର ପ୍ରୟାସ କରୁଛେ, ସେଇମାନଙ୍କର ଉଦ୍ଦେଶ୍ୟରେ এই কথাଗୁଡ଼ିକ ବହୁ ଭାବରେ ପ୍ରୟୋଜନ। ଜଣେ ମୁସଲମାନ ମୌଲବୀ, ତାଙ୍କ ନାଁ ହେଉଛି ଲୁତ୍ଫର ରହମତ। ଘଟଣାଟି ହେଉଛି 1941 ମସିହାର ଏହି ଘଟଣା, ପାବନା ହିମାୟତପୁରରେ ଠାକୁର ଧାମ। ଲୁତ୍ଫର ରହମତର ବୟସ 24-25 ବର୍ଷ ହେବ। ତାର ଧାର୍ମିକ ଚିନ୍ତା ଚେତନା ତାକୁ ମାନେ ସତେଜ ପରି ସେଇଥିରେ ହିଁ ବୁଡ଼େଇ ଥିଲା। ଦିନକୁ 5 ଥର ନମାଜ କରିବା, କୋରାନ ପାଠ କରିବା, ଏଇଥିରେ ଦିନ ବିତିଯାଏ। ଘର ଲୋକ ବ୍ୟସ୍ତ ହେଇକି ତାକୁ ବାହା ଦେଇଛନ୍ତି। ଗୋଟେ ସୁନ୍ଦର ଝିଅଟିଏ ବୋହୂ ହେଇକି ଆସିଛି। ଯେତେବେଳେ ଦେଖିଲା ତା ସ୍ୱାମୀ କିଛି କରୁନାହାନ୍ତି ବୋଲି, ସେଦିନ କହିଲେ, ଏମିତି ଖାଲି ବସିଲେ ତ ଆମର ପେଟ ପୋଷି ହବ ନାହିଁ, ତମେ ଗୋଟେ କାମ କର, ପାବନା ଯିବ, କିଛି ଲୁଗା ଆଣିକି ଆସ, ସେ ଲୁଗାକୁ ମୁଁ ବିକିଦେବି, ଆମର 2 ପଇସା କମେଇ ହବ।
কথাটি মନକୁ ପାଇଛି ଉତ୍ପଳ ରହମନ। ସେ ପାବନ ଆସିବା ବାଟରେ ସେ ଗାଡ଼ି ଭିତରେ ଜଣେ ଭଲ ବ୍ୟକ୍ତି ସହିତ ଭେଟ ହେଇଛି, ତାଙ୍କ ନାଁ ସୁଭାଷ ବାବୁ। ତାଙ୍କ ରୂପ ଦେଖିକି ତାଙ୍କ ମନରେ ଶ୍ରଦ୍ଧା ଜାଗିଲା। ଦେଖିଲେ ଧୋତି ପଞ୍ଜାବୀ ପରିହିତ ଜଣେ ଅମୀୟ ଭାବାଦର୍ଶ ସମ୍ପନ୍ନ ଏକ ବ୍ୟକ୍ତିତ୍ୱକୁ ଯେତେବେଳେ ଦେଖିଛନ୍ତି, କହିଲେ ଆଜ୍ଞା ଆପଣ କୁଆଡ଼େ ଯିବେ? କଥୋପକଥନ ହେଲା, କହିଲେ ମୁଁ ଯାଉଛି ମୋ ଗୁରୁଙ୍କ ଦର୍ଶନ କରିବା ପାଇଁ। ୟାଙ୍କର ଶ୍ରଦ୍ଧା ବଢ଼ିଲା, କହିଲେ ଆଜ୍ଞା ମୁଁ ଯାଇପାରିବି କି ନାହିଁ? ନା ହଁ ଯାଇପାରିବ। ତାଙ୍କୁ ନେଇକି ଦେଓଘର ମାନେ ଆପଣ ହିମାୟତପୁର ଗଲେ। ଠାକୁରଙ୍କୁ ଦେଖିଲା ପରେ ଏକ ମନରେ ଚମକ ଲାଗିଛି। ଠାକୁର କିଛି ବହି ଦେଇଛନ୍ତି, ବହି ନେଇକରି ସେ ଘରେ ପଢ଼ାପଢ଼ିରେ ମାତିଗଲେ। ଘରେ ବ୍ୟସ୍ତ ହେଲେ କୌଣସି ଏକ ହିନ୍ଦୁ ଗୁରୁଙ୍କ ପାଖକୁ ଯାଇ ଇଏ ଶେଷକୁ ମୁସଲମାନ ଧର୍ମକୁ ଛାଡ଼ିଲା। କହିବା ବାହୁଲ୍ୟ, ମୁଁ ବହୁତ ମୁସଲମାନ କଣ୍ଟ୍ରିକି ଯାଇଛି, ଆପଣଙ୍କର କୁଏତ ଯାଇଛି, ଦୁବାଇ ଯାଇଛି, ଆବୁଧାବି ଠାରୁ ଆରମ୍ଭ କରି ବହୁ ଦେଶକୁ ଯାଇଛି, ଆଚାର୍ଯ୍ୟ ଦେବଙ୍କର ଶୁଭ ଆଶୀର୍ବାଦକୁ ଗ୍ରହଣ କରି ତାଙ୍କରି କଥା ରଖିବା ପାଇଁ। ଏହି ମୁସଲମାନ ସମ୍ପ୍ରଦାୟ ସମ୍ପର୍କରେ ସେ ଯେଉଁ ଠାକୁରଙ୍କର ଯାହା ଉକ୍ତି ଅନେକ ଜାଗାରେ ତୋଳି ଧରିଛି ଏବଂ ସବୁ ଖୁସି ହେଇଛନ୍ତି ଯେ ଆମେ ଯାହା ବୁଝିଛେ ମୁସଲମାନ ଧର୍ମ ସମ୍ପର୍କରେ ଅନ୍ତତଃ ଶିଶୁ ଠାକୁର ତାର ଏକ ପୂର୍ଣ୍ଣଚ୍ଛେଦ ପକେଇଛନ୍ତି। ବରଂ ଏକ ସୁନ୍ଦର ଭାବରେ ଏହି କଥା ଗୁଡ଼ିକ ହିଁ ଆଲୋଚନା କରିଛନ୍ତି। ମୁଁ ସେମାନଙ୍କୁ ଯାଉନି। ଋତୁପର୍ଣ୍ଣ ରହମନକୁ ପରବର୍ତ୍ତୀ ଯେତେବେଳେ ସେ ଯାଇଛି ଠାକୁରଙ୍କ ପାଖକୁ, ଠାକୁର କହିଲେ ମୋ ସିପାହୀ ଆଜି ଆସିଛି। ଋତୁପର୍ଣ୍ଣ ରହମନ ଭାବୁଛି ମୁଁ କ'ଣ ସିପାହୀ? ଠାକୁର କହିଲେ ଜାଣିଛୁ ତୁ ପୂର୍ବ ଜନ୍ମରେ ଗୋଟେ ବ୍ରାହ୍ମଣ ଥିଲୁ। ଋତୁପର୍ଣ୍ଣ ରହମନ ଚମକି ପଡ଼ିଲା, ହସିଲା ଆଗ, କହିଲେ ମୁଁ ହେଉଛି ମୁସଲମାନ, ଆପଣ କହୁଛନ୍ତି ମୁଁ ବ୍ରାହ୍ମଣ ଥିଲି, କାହିଁ ମୋର ଭରସା ବିଶ୍ୱାସ ପାଉନି। ଠାକୁର ସବୁ କଥା କହିଲେ, କହିଲେ ତୋର ଦିଟା ପିଲା ବି ଅଛନ୍ତି, ଜଣେ ତହସିଲରେ ଚାକିରି କରେ, ସାନଟି ବ୍ୟବସାୟ କରେ, ତୋ ସ୍ତ୍ରୀ ବି ଅଛି। ମନରେ ଆଉ ଟିକେ ଆଗ୍ରହ ଜନ୍ମିଲା, କାରଣ କିଏ ଚାହେଁ ନା ତା ପୂର୍ବ ଜନ୍ମକୁ ଜାଣିବା ପାଇଁ। ଆମର କିନ୍ତୁ ସବୁ ବିସ୍ମରଣ ହେଇଯାଏ। କାହିଁକି? ତାର କାରଣ ବି ଠାକୁର କହିଛନ୍ତି। ସବୁ ବିସ୍ମରଣ ହେଇଛି। ଏଗୁଡ଼ିକ ସେ ମେଟାଫିଜିକ୍ସ ଗ୍ରନ୍ଥରେ ବି ବହୁ ଭାବରେ ବର୍ଣ୍ଣନ କରାଯାଇଛି। ସେଠୁ ଋତୁପର୍ଣ୍ଣ ରହମନ ଯେତେବେଳେ ପଚାରୁଛି, କହିଲା ଠାକୁର ମୁଁ ତାକୁ କ'ଣ ଏବେ ଦେଖିପାରିବି? ନା ହଁ ଦେଖିପାରିବୁ, ଯେ ବେଶୀ ସମୟ ରହିବନି, କିନ୍ତୁ ତୁ ଯଦି ଯିବୁ ସେଠି। ଋତୁପର୍ଣ୍ଣ ରହମନର ଘରଟା ହେଉଛି କୋଟା ଗାଁ, ବର୍ତ୍ତମାନ ବାଂଲାଦେଶର ପୂର୍ବ ଭାଗରେ ଗୋଟିଏ ଗାଁ, ତା ନାଁ ହେଉଛି କୋଟା। ସେଇ ଗାଁରେ ତାର ଜନ୍ମ। ଠାକୁର କହୁଛନ୍ତି, କହିଲେ ତୋ ପୂର୍ବ ଜନ୍ମରେ ତୁ ଯେ ବ୍ରାହ୍ମଣ ଥିଲୁ, ଯେଉଁ ଗାଁରେ ଜନ୍ମ ହେଇଥିଲୁ, ସେ ଗାଁ ହେଉଛି ନାଲଡାଙ୍ଗା। ଠାକୁର ସବୁ କହିଲେ। ବହୁ ଘଟଣା ତାକୁ କହିଲା ପରେ ତାର ମନରେ ଶ୍ରଦ୍ଧା ଆସିଛି। କହିଲେ ମୁଁ ଗାଁକୁ ଯିବି, ତାହେଲେ ଦେଖିବି, ମୋ ପୂର୍ବ ଜନ୍ମର ଘରକୁ ଦେଖିକି ଆସିବି। ସେ ବହୁ କଷ୍ଟରେ ଯେତେବେଳେ ପହଞ୍ଚିଛି, ଦେଖିଲେ ଜଣେ ବୁଢ଼ା ଲୋକ ଗାଁ ମୁଣ୍ଡରେ ଗାଈ ଚଳଉଛନ୍ତି। ତାକୁ ପଚାରିଲେ, କହିଲେ ଆଜ୍ଞା ଏଠି କାନାଇ ଭଟ୍ଟାଚାର୍ଯ୍ୟ ବୋଲି ଜଣେ ଭଦ୍ର ବ୍ୟକ୍ତି ଥିଲେ, ତାଙ୍କ ଘର ତ, ତାଙ୍କ ନାଁ ଥିଲା କାନାଇ ଭଟ୍ଟାଚାର୍ଯ୍ୟ। ଠାକୁର କହିଦେଇଛନ୍ତି। କହିଲା ହଁ ମୁଁ ତାର ସାଙ୍ଗ ଥିଲି, ତେବେ ସେ ତ 20-25 ବର୍ଷ ତଳେ ଗଲାଣି। ନା ମୁଁ ଟିକେ ତାଙ୍କ ଘରକୁ ଯିବି। ନା କିଛି ଅସୁବିଧା ନାହିଁ, ଆସନ୍ତୁ। ଘରକୁ ଯାଇଛନ୍ତି, ନେଇକରି ଗଲେ। ଘରେ ପଶିଲା ପରେ ଦେଖିଲେ ବୁଢ଼ୀଟିଏ ବସିଛି ବାରଣ୍ଡାର ପିଲା ଉପରେ ବସିଛି। ପିଲାଗୁଡ଼ିଏ ଖେଳୁଛନ୍ତି, ଜଣେ ବୋହୂ ମା ଆସିକି ପିଲାଗୁଡ଼ିକ ନେଇଗଲେ। ସେମାନେ ଆଶ୍ଚର୍ଯ୍ୟ ହେଉଛନ୍ତି, ଜଣେ ମୁସଲମାନ ମୌଲବୀ, ଲମ୍ବା ଦାଢ଼ି ତାଙ୍କର, ଧଳା ବେଶ ପିନ୍ଧିଛନ୍ତି, ମୁସଲମାନ ଟୋପି ପିନ୍ଧିଛନ୍ତି, ଜଣେ ବ୍ରାହ୍ମଣ ପରିବାର ଭିତରେ ଏହିପରି ଏକ ବ୍ୟକ୍ତିତ୍ୱକୁ ଦେଖିକରି ଚମକି ପଡ଼ିଲେ। ଆଗ କହିଲେ ଆଜ୍ଞା ଆପଣ କିଏ, କୁଆଡ଼େ ଆସିଛନ୍ତି? ଏଠୁ ଇଏ ଭଲ ଲୋକ ଜଣକ ଋତୁପର୍ଣ୍ଣ ରହମନ ପଚାରୁଛନ୍ତି, କହିଲେ ତୋ ପିଲାମାନେ କୁଆଡ଼େ ଗଲେ? ନା ବଡ଼ ପୁଅ ତହସିଲରେ ଚାକିରି କରୁଛି, ଏବେ ଫେରୁଥିବ। ସାନ ପୁଅର ଗୋଟେ ପୁଅ ହେଇଛି, ତା ଶ୍ୱଶୁର ଘରକୁ ଯାଇଛି, ସିଏ ବି ଏଇ ବସରେ ଆସୁଥିବ। ଇଏ ହଠାତ୍ କିରି କହିଲେ, ତାହେଲେ ସାନ ବାବୁ ବାପା ହେଇଗଲା। ଯେତେବେଳେ ସାନ ବାବୁ ବୋଲି କହିଛନ୍ତି, ବୁଢ଼ୀ ଚମକି ପଡ଼ିଲା। ବୁଢ଼ୀ ମା କହୁଛି, କହିଲେ ମୋ ସାନ ପୁଅକୁ ସାନ ବାବୁ ବୋଲି ତା ବାପା ଡାକୁଥିଲେ, ଆପଣ କିଏ କୁହନ୍ତୁ? ପିଲାମାନେ ଯେତେବେଳେ ପହଞ୍ଚିଗଲେ, କହିଲେ ମୁଁ ଏଇ ପରିବାରର ମୁଖିଆ ଥିଲି, ମୋ ନାଁ ଥିଲା କାନାଇ ଭଟ୍ଟାଚାର୍ଯ୍ୟ, ମୋ ଗୁରୁଦେବ କହିଛନ୍ତି। ପିଲାମାନେ ବିଶ୍ୱାସ କରୁନାହାନ୍ତି। ଠାକୁର କହିଛନ୍ତି କେମିତି ବିଶ୍ୱାସ କରିବେ? ପଚାରିଲେ, କହିଲେ ଏଠି ଗୋଟେ ତମର ଏଇ ଅଗଣା ଭିତରେ ଗୋଟେ ଅଁଳା ଗଛ ଥିଲା। ନା ସେ ଭାଙ୍ଗି ପଡ଼ିଲାଣି 10-12 ବର୍ଷ ତଳୁ।
से भाई जनक ऋतुपाल अहमद 10-12 पाउंड माफी करी कहले एटा को खोल एटी किछि रूपा टंका मो पोती दिल शत शत पिला देई जाक जतबेले खोलले गोटे तंबा घरा भितर रूपा टंका थिला पिला माने कहले विश्वास होई गला ए लोकटी एठी थिला पूर्व जन्म पिला माने कहछन आपण किछि नियंतु कहले नाही मो गुरुदेव पठाई तम भितर याको बांटी दबा पाए तेणु मोर किछि नभार नाही कहवा बाहुल्य से राति सी एक अजणा भयस को शुणिक सी पलि आस ठाकुर मना करते बेस समय रही माया लगी सतरे आम से जन जन व्यक्तित्व जो मान पूर्वजन्म थिला जहाँ भाई कीर्तन कर यह काल पर काल हाराइगला ठाकुर कहते यह काल करे तु उन्नति अवनति यार फल कर स्थिर पर लोके तोर गति এই জন্মে এই জীবনের তুই যাহা করি করি গলু তুই যা করিস ধরি যা তুই পাসলে তুই তেমনি ফল এই তো বিচার ভগবানের আকাশ উঠে সাগর যাও আজি তুমি যাহা করুছ ভাবনাই খসিকি পড়েব ঠাকুরকে পচরাইছি বলে ঠাকুর মଣିষর জন্ম কিপরি হুয়ে ঠাকুর কହୁଛନ୍ତି মଣିষ ଯେଉଁ ଦଶାରେ ମରିଥାଏ ଠିକ ସେଇ ଦଶାରେ ବା ସେଇ ଗୋଚର ଠିକଣା ଭାବରେ ଯଦି ଓଲଟେଇ ଦେଇ ପାର ତବେ ବୁଝିପାରିବ ୟା ପୂର୍ବ ଜନ୍ମ କେଉଁଠାରେ ଥିଲା ପୁଣି ପଚରା ଯାଉଛି ଠାକୁରଙ୍କୁ କହିଲେ ଠାକୁର ଆପଣ ଯେ କହିଲେ ମଣିଷ କେତେ ଗୁଡ଼ିଏ ଆଇଡିଆର ସମଷ୍ଟି କିନ୍ତୁ ସିଏ ବହୁ କର୍ମ ସହିତ କାହିଁକି ଯୁକ୍ତ ହେଇ ପଡୁଛି ଠାକୁର କହିଲେ ମଣିଷ ଜୀବନରେ ଯେତେ ଯେତେ କର୍ମ କରେ ଏ ସବୁ ଗୁଡ଼ିକ ତା ମସ୍ତିଷ୍କରେ ଗୋଟେ ଡିପର ଇମ୍ପ୍ରେସନ ସୃଷ୍ଟି କରେ ଏକ୍ସାକ୍ଟ ଲାଙ୍ଗୁଏଜ शिशु ठाकुर को डीपर इंप्रेशन सृष्टि करे ता भीतर जोटा डीपेस्ट इंप्रेशन ताकू नहीं करी से जाए तेणु कर तो ठाकुर कहले मृत्यु काल जे भाव धरे छेड़े सरी जाय जीव जन्मे अगर तेमनी स्थाने ए भावे प्रथम आयोजन गुरुत्वपूर्ण हला मनुष्य मृत्यु समयटा ठाकुर सही में कहले कहले जन्मटा जते गुरुत्वपूर्ण नुह मनुष्य मृत्युटा बहु गुरुत्वपूर्ण भागवत काल मध्य कहिछते मरण काले ताहा जणी न्याय प्राणीर भल मंद वाणी मरण काले ताहा जणी ता मृत्युटा होची भेरी इम्पोर्टेंट मो समय नाही म्हणजे तत्व मीमांसार केते गुडी घटना मनुष्य मृत्युर ठीक 5 सेकंड पूर्व कोन घटे ताका हमर पूर्वर मुनि ऋषि माने भी स्वीकार करिछन तबे संक्षिप्त काल जदि मु कहिबी पंच वायु को नै करी शरीर पांचटी वायु हम देह प्रचलित होची प्राण वायु जे कि छाती निकटर अवस्थान करे अपान वायु जहाँ की निम्न देश रे थाए मलद्वार पाखरे थाए आउ गोटे वायु चले अपान वायु ताकि कोऑर्डिनेट करे आउ गोटे वायु ता होची उदान वायु से रहे मनुष्य नाभि क्षेत्र रे चतुर्दिगर जो वायु प्रवाह रे मनुष्य बंची के रही ता होची व्यान वायु एवं आउ एक वायु रही ता होची समान वायु शास्त्र कहूँ गरुड़ पुराण कहूँ मनुष्य मृत्यु रे ए धीरे धीरे कौन हुए ए प्राणवायु एवं अपान वायु कोऑर्डिनेशन रुहे ना कारण उदान वायु कंट्रोल करि पारे ना तेणुक तार पवन जीवा आशा करे जोर रे सी आउ किछि न जो पवन ताको कंट्रोल करूथिला से ऊर्ध्वगामी होबा आरंभ कला जदि लोक जीवन रे किछि भलो काम करिछि पवनटा तार ऊर्ध्व दिगरे जीव ऊर्ध्व दिगरे जीव माने तार नाक बाटरे जाई पारे कान बाटरे जाई पारे आखि बाटरे जाई पारे पाटी बाटरे जाई पारे यदि विशेष साधक हेतिबो तार ताको हम जहा को जे सहस्र दल कमल पिला दिने जहा हम दुगदुग बोली कहती से जगह को फटे कि से पवन पड़े से आउ किछि न ठाकुर को बड़ इक्टोप्लाज्मिक बॉडी अनेके कहते हम खाली हाथ आसीथिलु खाली हाथ रे जीवु ओडिसा जने कवि कहउछथि किए कहे तते खाली हाथ जीवु मरण तते जेबे धरिबो जीवन रे तू जहा करिथिबु शेष रे तते नबाक हो जदि किछि भलो करछे ताकु नै कि जीवो जदि किछि खराब करछे ताकु मते तमे नै कि जीवो तेनो जीवन रे सबठार गुरुत्वपूर्ण अध्याय ता मृत्यु समय ठाकुर कहउछन मनुष्य दुटी समय ता निज ऊपर कंट्रोल रुहे ना गोटे होची मैथुन समय रे आ गोटे होची मृत्यु समय रे जे जेते भाबिले मते तार जोटा डीपेस्ट इंप्रेशन ताकु नै करि जीवो तेणुक तो ठाकुर आपको कहले साधना कर माने नाम जप कर ठाकुर पाखु आछंती
ରାମ ଦୁଲାରୀ ମା ତାକୁ କହନ୍ତି ଶିବ ଦୁଲାରୀ ମା ବୋଲି କହନ୍ତି। ହିମାୟତପୁରରେ ଥିଲେ ଦେଓଘର ପର୍ଯ୍ୟନ୍ତ ଆସିଛନ୍ତି, ବୁଢ଼ୀ ହେଇଗଲାଣି, ଆଖିକି ଦିଶୁ ନାହିଁ। ଠାକୁରଙ୍କୁ ଦିନେ କହୁଛନ୍ତି ଶ୍ରଦ୍ଧାରେ, ଠାକୁର ମତେ ଗୋଟେ ଟିକେଟ ଦିଅନ୍ତୁ। ନା କହୁଥିବେ ନା ମୁଁ ଆପଣଙ୍କ ପାଖରେ ଯେମିତି ରହିବି। ଠାକୁର ହସିଦେଲେ, କହିଲେ ତୁ ରହିବୁ ଯେ ତୁ ମତେ ଚିହ୍ନିବୁ କେମିତି? ଏ ଦେହ ଭଲ ନଥିବ। ସତ ତ, ମୋର ତ ଦେହ ନଥିବ, ଆପଣ ମତେ କେମିତି ଚିହ୍ନିବେ? ଠାକୁର ସେଠି କହୁଛନ୍ତି ନାମ କର, ଠାକୁରଙ୍କ କାମ କର। ଯେଉଁମାନେ ତାଙ୍କ ନାମ କରନ୍ତି, ତାଙ୍କ କାମ କରନ୍ତି, ସେମାନଙ୍କ ଜନ୍ମ ଜନ୍ମାନ୍ତର ସାର୍ଥକତା ଅଭିଭୂତ ହେଇଯାଏ। ସେଥିପାଇଁ ତ କୁହାଯାଇପାରେ, ଭାଇ ଯାହା ବୋଲୁଥିଲେ এই গীতটি করছে, হরি বলে নয়নের জলে ভাষায় তার কেন ডাকনা, হরি বলে নয়নের জলে ভাষায় কেন হরি হরি আবেদন করবি যে বিদেয়ী আত্মা যা প্রথমে কইলে বংশ পাই সে প্রহর। এই বংশ ঐতিহ্যକୁ বহন କରି তারা উত্তর পিঢ়ি অশোক ভাই দিলীপ ভাই বহন করে নিরন্তর চালন্ত জীবন সার্থকতা অর্জিত হোক এই প্রার্থনা করি ভক্তକୁ বিদায়।